ମୁଁ ରମେଶ ଚନ୍ଦ୍ର ରାଉତ। କିନ୍ତୁ କଣ କି ଯୋଉ ସରକାରଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ, କିନ୍ତୁ ବର୍ତ୍ତମାନ ଯୋଉ ବଜାରରେ ଯୋଉ ଛେନାଟା ମିଳୁନି, କଷ୍ଟମର ମାନେ ହଇରାଣ ହଉଛନ୍ତି। ହଁ, ତାପରେ ସେ ଲୋକମାନେ ଠିକ ସେ ପାଉନାହାନ୍ତି, ଆଉ ଚିନି ଦର ବି ବଢି ଯାଇଛି, ଛେନାଟା ପ୍ରଡକ୍ସନ ହେଇପାରୁନି, ଆଉ ସମସ୍ୟା ସବୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆଉ ହଉ ଆଉ ଯୋଉ ପାଉଡର ଫାଉଡର ମିଶଉଛନ୍ତି ସବୁ ଚେକିଂ ଚାଲିଛି। ଆଉ ଆମର 70-80 କେଜି ରହୁଥିଲା, ଏବେ 30-40 କିଲୋ ରଖୁଛୁ ସବୁ ଚେକିଂ କରିକି। ଆଉ ଗ୍ରାହକ ଫେରୁଛନ୍ତି। ଆଉ ଚିନି ସମସ୍ୟା ରେଟ୍ ବଢିଗଲା, ରେଟ୍ ବି ବଢିନି କିଛି ପର୍ଯ୍ୟନ୍ତ, ନାଇଁ ବଢିନି, ସେୟା ଚାଲିଛି।